ଦେଶର ଚାଷୀଙ୍କ ପାଇଁ ଖୁସି ଖବର। ପ୍ରତ୍ୟେକଙ୍କୁ ପ୍ରତି ହେକ୍ଟର ପିଛା 31,500 ଟଙ୍କା ମିଳିବ। ଆବେଦନ ପ୍ରକ୍ରିୟା ଏବଂ କିଏ ଲାଭ ପାଇବେ ଜାଣନ୍ତୁ। ଦେଖନ୍ତୁ, ଆପଣ ଯଦି ଜଣେ ଚାଷୀ ଚାଷବାସ କରି ଆପଣମାନଙ୍କର ଜୀବିକା ନିର୍ବାହ କରୁଛନ୍ତି, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ସରକାରଙ୍କ ତରଫରୁ ଚାଷୀ ଭାଇନାମାନଙ୍କୁ ହେକ୍ଟର ପିଛା 31,500 ଟଙ୍କା ମିଳିବା ପାଇଁ ଯାଉଛି। କ'ଣ ରହିଛି ଏ ଯୋଜନା, ଯାହା ଚାଷୀ ଭାଇମାନଙ୍କୁ 31,500 ଟଙ୍କା ପ୍ରଦାନ କରୁଛି ହେକ୍ଟର ପିଛା? ଏହି ଯୋଜନାରେ ସାମିଲ ହେବା ପାଇଁ ଆପଣମାନଙ୍କର ଯୋଗ୍ୟତା ମାନଦଣ୍ଡ କ'ଣ ସବୁ ରହିଛି? କେଉଁ ଚାଷୀ ଭାଇମାନେ ଏହି ଯୋଜନାରୁ ଲାଭ ଉଠାଇ ପାରିବେ? ଏହି ଯୋଜନାରେ ଆବେଦନ ପ୍ରକ୍ରିୟା କେମିତି କ'ଣ ରହିଛି? ଆପଣ ଅଫଲାଇନ୍ରେ କରିବେ ନା ଅନଲାଇନ୍ରେ କରିବେ? ଏହି ଯୋଜନାରେ ସାମିଲ ହେବା ପାଇଁ ଆପଣମାନଙ୍କର ଆବଶ୍ୟକତା ଡକୁମେଣ୍ଟସ୍ ଗୁଡ଼ିକ କ'ଣ ସବୁ ରହିଛି? ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ଗୋଟି ଗୋଟି କରି ଆପଣମାନଙ୍କୁ ମୁଁ ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଭିଡ଼ିଓଟି ଦେଖୁଥାନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏପର୍ଯ୍ୟନ୍ତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲିବେନି, କାରଣ ସରକାରଙ୍କ ତରଫରୁ ଯେଉଁ ଯୋଜନା ଗୁଡ଼ିକ ଆସିବ, ସେହି ଯୋଜନା ଗୁଡ଼ିକର ସମ୍ପୂର୍ଣ୍ଣ ସୂଚନା, ଆବେଦନ ପ୍ରକ୍ରିୟା ଏବଂ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ଦ୍ୱାରା ଯେଉଁ ଯୋଜନା ଗୁଡ଼ିକ ପରିଚାଳିତ ହେଉଛି, ସେ ଯୋଜନା ଗୁଡ଼ିକର ନୂଆ ନୂଆ ସୂଚନା ଆପଣ ଆଗ ଜାଣିବାକୁ ପାଇବେ। ଦେଖନ୍ତୁ, PKVY ଯୋଜନା 2026 କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ଏବଂ ଚାଷକୁ ଅଧିକ ଲାଭଦାୟକ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଜୈବିକ କୃଷି ଗ୍ରହଣ କରୁଥିବା ଚାଷୀମାନଙ୍କୁ ଏବେ ପ୍ରତି ହେକ୍ଟର ପିଛା 31,500 ଟଙ୍କା ଆର୍ଥିକ ସହାୟତା ମିଳିବ। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ, ଯାହାଦ୍ୱାରା ସେମାନେ ଜୈବିକ ସାର, ବିହନ ଏବଂ ଆବଶ୍ୟକୀୟ ଉପକରଣ କିଣିପାରିବେ। ସରକାର ବିଶ୍ୱାସ କରନ୍ତି ଯେ ଭବିଷ୍ୟତରେ ଜୈବିକ ଉତ୍ପାଦର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବ। ତେଣୁ ଏହି ଯୋଜନା ଚାଷୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରମାଣିତ ହୋଇପାରେ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଯୋଜନା କାହିଁକି ପ୍ରଚଳନ କରାଯାଇଛି। ଦେଖନ୍ତୁ, ଜୈବିକ କୃଷି କେବଳ ଖର୍ଚ୍ଚ ହ୍ରାସ କରେ ନାହିଁ, ବରଂ ମାଟିର ଉର୍ବରତା ମଧ୍ୟ ବଜାୟ ରଖେ। ଏହାକୁ ଧ୍ୟାନରେ ରଖି ଚାଷୀମାନେ ରାସାୟନିକ ସାର ଏବଂ କୀଟନାଶକ ଉପରେ ନିର୍ଭରଶୀଳ ନ ହେବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଦେଖନ୍ତୁ, ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ଜୈବିକ କୃଷି ପାଇଁ ଆବଶ୍ୟକ ତାଲିମ, ପ୍ରଯୁକ୍ତି ବିଦ୍ୟା ଏବଂ ଫସଲ ପ୍ରମାଣପତ୍ର ଯୋଗାଇ ଦିଆଯିବ। ଏହାର ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ସୁସ୍ଥ କୃଷି ଅଭ୍ୟାସ କରିବାକୁ, ଭଲ ମୂଲ୍ୟ ପାଇବା ଏବଂ ସେମାନଙ୍କ ଆୟରେ ଉନ୍ନତି ଆଣିବା। ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଚାଷୀମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଦେଖନ୍ତୁ, ଏହି ଯୋଜନା ପ୍ରତ୍ୟେକ ଚାଷୀଙ୍କ ପାଇଁ ନୁହେଁ, କିନ୍ତୁ ବିଶେଷ କରି ସେମାନଙ୍କ ପାଇଁ ଯେଉଁମାନେ ପ୍ରକୃତରେ ଜୈବିକ କୃଷି ଗ୍ରହଣ କରିବାକୁ ଆଗ୍ରହୀ। ଚାଷୀମାନଙ୍କୁ ସେମାନଙ୍କର ଜମି କାଗଜପତ୍ର, ଆଧାର କାର୍ଡ଼ ଏବଂ ବ୍ୟାଙ୍କ ବିବରଣୀ ଦାଖଲ କରିବାକୁ ପଡ଼ିବ। ସେମାନଙ୍କୁ ଏକ କ୍ଲଷ୍ଟର ଭାବରେ ପଞ୍ଜୀକରଣ କରିବାକୁ ମଧ୍ୟ ପଡ଼ିବ। ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ କେବଳ ସେହି ଚାଷୀମାନେ ଯେଉଁମାନେ ଆନ୍ତରିକ ଭାବରେ ଜୈବିକ କୃଷି କରିବାକୁ ଚାହୁଁଛନ୍ତି, ସେମାନେ ହିଁ ଏହି ଯୋଜନାରୁ ଉପକୃତ ହୁଅନ୍ତି। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଯୋଜନାରେ ସାମିଲ ହେବା ପାଇଁ ଆପଣମାନେ କିପରି ଆବେଦନ କରିବେ। ଆସନ୍ତୁ ଏହାର ପ୍ରକ୍ରିୟା ଉପରେ ନଜର ପକାଇବା। ଦେଖନ୍ତୁ, ଏହି ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ହେବ, ଯାହାଫଳରେ ଚାଷୀମାନଙ୍କୁ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ରହିବ ନାହିଁ। ଚାଷୀମାନଙ୍କୁ ସେମାନଙ୍କର ରାଜ୍ୟର କୃଷି ବିଭାଗର ୱେବସାଇଟ୍କୁ ଭିଜିଟ୍ କରିବାକୁ ପଡ଼ିବ। ତାପରେ ଆପଣମାନେ ଅନଲାଇନ୍ ଫର୍ମ ପୂରଣ କରିବାକୁ ପଡ଼ିବ। ସେମାନଙ୍କୁ ଫର୍ମ ସହିତ ଆବଶ୍ୟକ ଡକୁମେଣ୍ଟ ଯେପରିକି ସେମାନଙ୍କର ଆଧାର କାର୍ଡ଼, ଜମି ରେକର୍ଡ଼ ଏବଂ ବ୍ୟାଙ୍କ ବିବରଣୀ ଅପଲୋଡ଼ କରିବାକୁ ପଡ଼ିବ। ଡକୁମେଣ୍ଟ ଯାଞ୍ଚ ହେବା ପରେ
ସରକାର ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ହେକ୍ଟର 31,500 ଟଙ୍କା ସ୍ଥାନାନ୍ତର କରିବେ। ସମ୍ପୂର୍ଣ୍ଣ ସୂଚନା ଜାଣିବା ତ ନିଶ୍ଚୟ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଫ୍ଲିପକାର୍ଟରେ ଚାଷ କରିବା ପାଇଁ ବଢ଼ିଆ ଚାଷୀ ସମ୍ବନ୍ଧୀୟ ପ୍ରଡ଼କ୍ଟ ଗୁଡ଼ିକ ରହୁଛି। ଆପଣମାନେ ସହଜରେ ଚାଷବାସ କରିପାରିବେ ଏହି ପ୍ରଡ଼କ୍ଟ ମାଧ୍ୟମରେ। ଫ୍ଲିପକାର୍ଟରେ ଆଭେଲେବୁଲ୍ ରହିଛି। ଏହି ଭିଡ଼ିଓରେ ମୁଁ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି। ବହୁତ କମ୍ ରେଟ୍ରେ ଆପଣମାନେ ପାଇପାରିବେ। ଅର୍ଡ଼ର କରିନିଅନ୍ତୁ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଯୋଜନାରୁ ଚାଷୀ ଭାଇନାମାନେ କ'ଣ ସବୁ ଲାଭ ପାଇବେ। ଦେଖନ୍ତୁ, ଏହି ଯୋଜନା କେବଳ ଆର୍ଥିକ ସହାୟତା ପର୍ଯ୍ୟନ୍ତ ସୀମିତ ନୁହଁ, ବରଂ ଚାଷୀଙ୍କ ସମ୍ପୂର୍ଣ୍ଣ କୃଷି ପ୍ରଣାଳୀକୁ ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖିଛି। ଜୈବିକ କୃଷି ମାଟିର ଗୁଣବତ୍ତା ଉନ୍ନତ କରିବ, ଫସଲ ସୁରକ୍ଷା ସୁନିଶ୍ଚିତ କରିବ ଏବଂ ଉତ୍ତମ ବଜାରର ମୂଲ୍ୟ ପ୍ରଦାନ କରିବ। ଏହା ବ୍ୟତୀତ ବିଦେଶରେ ଜୈବିକ ଉତ୍ପାଦର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହା ଚାଷୀମାନଙ୍କୁ ରପ୍ତାନି ସୁଯୋଗ ପ୍ରଦାନ କରୁଛି। ଦେଖନ୍ତୁ, ଏହି ଯୋଜନାରେ ଚାଷୀ ଭାଇନାମାନଙ୍କୁ କେବଳ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ମିଳିବ ନାହିଁ, ଆପଣମାନଙ୍କର ଯେଉଁ ପ୍ରଣାଳୀ ରହିଛି ଚାଷବାସ କରିବା ପାଇଁ, ସେହି ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ କରିବ। ଏହି ପ୍ରଣାଳୀ ମାଧ୍ୟମରେ ଆପଣ ଯଦି ଚାଷବାସ କରୁଛନ୍ତି, ଆପଣମାନଙ୍କର ଫସଲର ଡିମାଣ୍ଡ ବଢ଼ିବ। ଆପଣ ଜାଣିଥିବେ ବଜାରରେ ଏହି ପ୍ରଣାଳୀର ଚାଷବାସର ଯେଉଁ ଫସଲ ଗୁଡ଼ିକ କେତେ ଡିମାଣ୍ଡରେ ରହିଛି। ଆମେ ବଜାରକୁ ଗଲେ ଯେକୌଣସି ପରିବା କିଣୁନା କାହିଁକି, ସର୍ବପ୍ରଥମେ ଆମେ ବାଡ଼ି ପରିବା ଉପରେ ହିଁ ଲକ୍ଷ୍ୟ ରଖିଥାଉ। କେଉଁ ବଜାରରେ ବାଡ଼ି ପରିବା ବିକ୍ରି ହେଉଛି, କାହିଁକି ନା ଏହି ବାଡ଼ି ପରିବା ଯେଉଁମାନେ ଚାଷ କରୁଛନ୍ତି ସେମାନେ ବେଶୀ ଗୋବର ଖତର ପ୍ରୟୋଗ କରୁଛନ୍ତି। ଏହି ଫସଲ ଗୁଡ଼ିକ ଆମ ପାଇଁ ବହୁତ ଉପକାରୀ, ଆମ ଦେହ ପାଇଁ ବି ଭଲ, ଲୋକମାନଙ୍କ ପାଇଁ ଏହା ଅତି ଆବଶ୍ୟକ। କେମିକାଲ ଯୁକ୍ତ ସାର ଯେଉଁମାନେ ବ୍ୟବହାର କରୁଛନ୍ତି, ସେହି ପରିବା ଗୁଡ଼ିକ ଖାଇବା ଦ୍ୱାରା ମଣିଷ ଧୀରେ ଧୀରେ ରୋଗଗ୍ରସ୍ତ ହେବାକୁ ଲାଗିଛି। ସାମଗ୍ରିକ ଭାବରେ ଏହି ଯୋଜନା ଚାଷୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଦେଖନ୍ତୁ, PKVY ସ୍କିମ୍ 2026 ଅର୍ଥାତ୍ ପରମ୍ପରାଗତ କୃଷି ବିକାଶ ଯୋଜନା 2026। ଏହି ଯୋଜନାରେ ଆପଣମାନେ ମାଟିର ଗୁଣବତ୍ତାକୁ ଆପଣ ଉନ୍ନତ କରିପାରିବେ, ଫସଲକୁ ଆପଣ ସୁରକ୍ଷା ଦେଇପାରିବେ ଏବଂ ଉତ୍ତମ ବଜାରର ମୂଲ୍ୟ ଆପଣ ମଧ୍ୟ ପାଇପାରିବେ। କାରଣ ଏହି ଫସଲ ଗୁଡ଼ିକର ଡିମାଣ୍ଡ ଆଗାମୀ ଦିନରେ ବଢ଼ିବାକୁ ଯାଉଛି। ଆପଣମାନେ ଏହି ଯୋଜନାରେ ସାମିଲ ହୋଇ ଏହିଭଳି ପ୍ରଣାଳୀରେ କୃଷି କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତୁ, ଯାହାଫଳରେ ସରକାର ଆପଣମାନଙ୍କୁ ସାହାଯ୍ୟ ସହଯୋଗ କରିବେ। ଦେଖନ୍ତୁ, ଏହି ଭିଡ଼ିଓଟି କେବଳ ସାଧାରଣ ସୂଚନା ପାଇଁ। ଏହି ଯୋଜନା ସମସ୍ତଙ୍କର ଲାଭ ପାଇଁ ଉଦ୍ଦିଷ୍ଟ। ଯୋଜନା ବିଷୟରେ ସଠିକ୍ ସୂଚନା ପାଇଁ ଦୟାକରି ସରକାରୀ ୱେବସାଇଟ୍ କିମ୍ବା ସମ୍ପୃକ୍ତ କୃଷି ବିଭାଗ ସହିତ ଯୋଗାଯୋଗ କରନ୍ତୁ।